हेलो स्टूडेंट्स। तो आज आम +3 फोर्थ सेमिस्टर एजुकेशन ऑनर्स मेजर पेपर 9 यूनिट 2 रे आज आम सिलेक्टेड शॉर्ट क्वेश्चन 2 मार्किया एवं 5 मार्किया क्वेश्चन डिस्कस करबा अकॉर्डिंग योर एनईपी सिलेबस अनुसार क्लास टी पीडीएफ पाई निश्चित रूपे टेलीग्राम ग्रुप रे ऐड हो जाफल क्लास टी पीडीएफ पाई परियो। ଏବେ ଆସ କ୍ୱେଶ୍ଚନ୍ ଡିସ୍କସ୍ କରିବା। ପ୍ରଥମ କ୍ୱେଶ୍ଚନ୍ କ'ଣ ଆସୁଛି, ମୁଦାଲି ଓ ଶିକ୍ଷା ଆୟୋଗର ଅଧ୍ୟକ୍ଷ ଥିଲେ କିଏ ଥିଲେ? ଲକ୍ଷ୍ମଣ ସ୍ୱାମୀ ମୁଦାଲିୟର। ନେକ୍ସଟ କ୍ୱେଶ୍ଚନ୍, ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ RMSA କେତେ ବର୍ଷ ପିଲାଙ୍କ ପାଇଁ ଉପଲବ୍ଧ? 14-18 ବର୍ଷ ପିଲାଙ୍କ ପାଇଁ ଉପଲବ୍ଧ। ନେକ୍ସଟ କ୍ୱେଶ୍ଚନ୍, କାହା ଅନୁମୋଦନ ଅନୁଯାୟୀ RMSA ଗଠିତ? CABE অনুমোদন অনুযায়ী RMSA গঠিত। নেক্সট আসিবা, কেন্দ্রীয় সমন্বয় কমিটি কেবে গঠিত ହେଲା? 1955 মସିହାରେ। ନେକ୍ସଟ କ୍ୱେଶ୍ଚନ୍ ଆସିବା, ମୁଦାଲିୟର ଶିକ୍ଷା ଆୟୋଗର ଅଧ୍ୟକ୍ଷ ଡ୍ୟାଶ ଥିଲେ? ନା ଡକ୍ଟର ଲକ୍ଷ୍ମଣ ସ୍ୱାମୀ ମୁଦାଲିୟର। ନେକ୍ସଟ କ୍ୱେଶ୍ଚନ୍, କଠୋରୀ କମିଶନ ଅଧ୍ୟକ୍ଷ ଡ୍ୟାଶ ଥିଲେ? ଡକ୍ଟର ଦୌଲତ ଏସ୍ କଠୋରୀ। ନେକ୍ସଟ କ୍ୱେଶ୍ଚନ୍, କଠୋରୀ କମିଶନ ବୟସ ସୀମା ଡ୍ୟାଶ ଥିଲା? ମାତ୍ର ବର୍ତ୍ତମାନ ଏହା କାର୍ଯ୍ୟକାଳ 10 ବର୍ଷ ହୋଇଛି? ନା 21 ବର୍ଷ ଥିଲା, ମାତ୍ର ବର୍ତ୍ତମାନ ଏହା 10 ବର୍ଷ ହୋଇଛି। ନେକ୍ସଟ ଆସିବା, ପିଟିଏ କେତେ ଦିନରେ ଥରେ ବସିଥାଏ? ନା 1 ମାସରେ ଥରେ ପିଟିଏ ବସିଥାଏ। ନେକ୍ସଟ କ୍ୱେଶ୍ଚନ୍, ବିଦ୍ୟାଳୟ ପରିଚାଳନା ପାଇଁ ଡ୍ୟାଶ ଗଠିତ ହୋଇଥାଏ? SMDC। ନେକ୍ସଟ ଯିବା 6 ନମ୍ବରକୁ ଆସିବା, ବିଦ୍ୟାଳୟର ଆୟବ୍ୟୟ ଅଟକଳ ଓ ଆଲୋଚନା ଡ୍ୟାଶ ବୈଠକରେ ହୋଇଥାଏ? SMDC ବୈଠକରେ ହୋଇଥାଏ। ନେକ୍ସଟ କ୍ୱେଶ୍ଚନ୍, SMDCର ଦୁଇଟି ସବ୍ କମିଟି ଡ୍ୟାଶ ଡ୍ୟାଶ ଥାଏ? ନା ଏକାଡେମିକ୍ କମିଟି, ସ୍କୁଲ ବିଲ୍ଡିଂ କମିଟି ଥାଏ। ନେକ୍ସଟ କ୍ୱେଶ୍ଚନ୍, SMDC ବୈଠକ ଡ୍ୟାଶ ଡକାଇଥାନ୍ତି? ନା PDPC। କିଏ? ନା DPC ଡକାଇଥାନ୍ତି। ନେକ୍ସଟ କ୍ୱେଶ୍ଚନ୍, PTA ର ପୁରା ନାମ କ'ଣ? ପ୍ୟାରେଣ୍ଟ ଟିଚର ଆସୋସିଏସନ। ନେକ୍ସଟ କ୍ୱେଶ୍ଚନ୍ ଆସିବା 10 ନମ୍ବରକୁ, ଡ୍ୟାଶର ନାମ ଲେଖା ବୟସ ସୀମା ନଥାଏ? ନା ମୁକ୍ତ ବିଦ୍ୟାଳୟର ନାମ ଲେଖା ବୟସ ସୀମା ନଥାଏ। ନେକ୍ସଟ ଆସିବା, ଭାରତୀୟ ଶିକ୍ଷା ଆୟୋଗର ଅନ୍ୟ ନାମଟି କ'ଣ? ନା କଠୋରୀ କମିଶନ। ନେକ୍ସଟ କ୍ୱେଶ୍ଚନ୍, କଠୋରୀ ଶିକ୍ଷା କମିଶନ ଅଧ୍ୟକ୍ଷ କିଏ ଥିଲେ? ନା ଡକ୍ଟର ଦୌଲତ ଏସ୍ କଠୋରୀ। ନେକ୍ସଟ କ୍ୱେଶ୍ଚନ୍, କେଉଁ କମିଟି 1948 ମସିହାରେ ବହୁମୁଖୀ ପାଠ୍ୟକ୍ରମ ପ୍ରୟୋଗ ନିମନ୍ତେ ଗୁରୁତ୍ୱ ଦେଇଥିଲେ? ତାରାଚାନ୍ଦ କମିଟି। ନେକ୍ସଟ କ୍ୱେଶ୍ଚନ୍, କେଉଁ କମିଟି ଶିକ୍ଷା କ୍ଷେତ୍ରରେ ଅପଚୟ ଓ ଅବୈଧତା ଆବିଷ୍କାର କରିଥିଲେ? ହଟରବର୍ଗ କମିଟି 1929 ମସିହାରେ। ନେକ୍ସଟ ଆସିବା, SMDC ର ପୁରା ନାମ କ'ଣ? ନା ସ୍କୁଲ ମ୍ୟାନେଜମେଣ୍ଟ ଡେଭଲପମେଣ୍ଟ କମିଟି। ନେକ୍ସଟ କ୍ୱେଶ୍ଚନ୍, SMC ର ପୁରା ନାମ କ'ଣ? ସ୍କୁଲ ମ୍ୟାନେଜମେଣ୍ଟ କମିଟି। ନେକ୍ସଟ କ୍ୱେଶ୍ଚନ୍, SMDC ର ସଭାପତି କିଏ ରୁହନ୍ତି? ନା ପ୍ରିନ୍ସିପାଲ ରୁହନ୍ତି। ଓକେ, ନେକ୍ସଟ ଆସିବା ନିମେଟା କ୍ୱେଶ୍ଚନକୁ ଆସିବା। ତ ପ୍ରଥମ କ୍ୱେଶ୍ଚନ କ'ଣ ଆସୁଛି, NEP 2020 ଅନୁଯାୟୀ ମାଧ୍ୟମିକ ଶିକ୍ଷା ସଂଗଠନ ବ୍ୟବସ୍ଥା ଲେଖ। ରାଇଟ୍ ଦ ଅର୍ଗାନାଇଜେସନ ଅଫ ସେକେଣ୍ଡାରୀ ଏଜୁକେସନ ଟୁ NEP 2020। ତ କ'ଣ ଅଛି ନା ବିଦ୍ୟାଳୟ ପାଠ୍ୟକ୍ରମ ବିଷୟବସ୍ତୁ ହ୍ରାସ ଓ ନମନୀୟ, ପାଠ୍ୟ ପୁସ୍ତକର ମୂଲ୍ୟ ହ୍ରାସ, ସ୍କୁଲ ବ୍ୟାଗ ଓ ପାଠ୍ୟପୁସ୍ତକ ଓଜନ ହ୍ରାସ, ଜାତୀୟ ମୂଲ୍ୟାୟନ କେନ୍ଦ୍ର ପ୍ରତିଷ୍ଠା। ଆଉ କ'ଣ ଅଛି ନା ଅଛି ବୋର୍ଡ ପରୀକ୍ଷା ସହଜ ଓ ସରଳ କରାଯିବ। ବୋର୍ଡ ପରୀକ୍ଷାରେ 2ଟି ଭାଗରେ ବିଭକ୍ତ କରାଯିବ। ଗୋଟିଏ ଭାଗରେ ବହୁ ବିକଳ୍ପ ପ୍ରଶ୍ନ ବେଳେ ଅନ୍ୟ ଭାଗରେ ଗୁଣାତ୍ମକ ପ୍ରଶ୍ନ। ଓକେ, ନେକ୍ସଟ ଆସିବା, ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ 3ଟି A ପ୍ରତି ନିର୍ଦ୍ଦେଶ କରିଥାଏ, ତାହା କ'ଣ? ଏକ୍ସପ୍ଲେନ୍ 3A ଅଫ RMSA। ତ କ'ଣ ଅଛି
ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ RMSA ଉତ୍ତର ଗୁଣବତ୍ତା ସମ୍ପଦ ଶିକ୍ଷାକୁ 14-18 ବର୍ଷ ପ୍ରତ୍ୟେକ ଯୁବକଙ୍କୁ ଉପଲବ୍ଧି କରିବ। ଏ ତିନୋଟି ନିର୍ଦ୍ଦେଶ ଦିଏ। ସେଗୁଡ଼ିକ ହେଉଛି କ'ଣ ନା ଆଭେଲେବିଲିଟି ଉପଲବ୍ଧତା, ଏସେସିବିଲିଟି ସୁଗମତା, ଆଉ କ'ଣ ଏଫୋର୍ଡେବିଲିଟି ସାମର୍ଥ୍ୟତା। ଏ ତିନିଟା ହେଉଛି କ'ଣ ନା ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ ଏ ତିନୋଟିର ନିର୍ଦ୍ଦେଶ। ନେକ୍ସଟ ଆସିବା ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନର ଜାତୀୟ ଓ ରାଷ୍ଟ୍ରୀୟ ସ୍ତରରେ ଲକ୍ଷ୍ୟ ଗୁଡ଼ିକ ଲେଖ। ରାଇଟ୍ ଗୋଲ୍ସ ଆଣ୍ଡ ଅବଜେକ୍ଟିଭ ଆଟ୍ ନ୍ୟାସନାଲ ଆଣ୍ଡ ସ୍କୁଲ ଲେବୁଲ ଅଫ୍ RMSA। ସେସବୁ କ'ଣ ବିଦ୍ୟାଳୟ 3 କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ରହିବ। କୌଣସି ଛାତ୍ର ଯେପରି ମାଧ୍ୟମିକ ଶିକ୍ଷାରେ ବଞ୍ଚିତ ନ ହୁଏ ସେଥିପ୍ରତି ଧ୍ୟାନ ଦିଆଯିବ। ସାର୍ବଜନୀନ ସୁଗମ୍ୟତା ବା GER ଅଫ୍ 100% 2017 ସୁଦ୍ଧା ରହିବ। ଆଉ କ'ଣ ସାର୍ବଜନୀନ ଅବଧାରଣା 2020 ସୁଦ୍ଧା ସମ୍ପାଦିତ ହେବ। ଉପଯୁକ୍ତ ପାଠ୍ୟକ୍ରମ ବିକାଶ, ଶିକ୍ଷଣ ପଦ୍ଧତି ଓ ଶିକ୍ଷକ ପ୍ରଶିକ୍ଷଣର ଉପରେ ମଧ୍ୟ ଗୁରୁତ୍ୱ ରହିବ। ନେକ୍ସଟ ଆସିବା SMDCର କାର୍ଯ୍ୟାବଳୀ ଗୁଡ଼ିକ ଲେଖ। ରାଇଟ୍ ଦ ଫଙ୍କସନ୍ ଅଫ୍ SMDC। ଫଙ୍କସନ୍ କ'ଣ ନା ଯୋଜନା ବା ପ୍ଲାନିଂ, ପରିଚାଳନା ମ୍ୟାନେଜମେଣ୍ଟ, ନିୟନ୍ତ୍ରଣ କରିବା ମନିଟରିଂ, ପରିଦର୍ଶନ କରିବା ସୁପରଭିଜନ, ଦାଖଲ କରିବା ରିପୋର୍ଟିଂ ଇତ୍ୟାଦି। ଏସବୁ କ'ଣ ନା SMDC କାର୍ଯ୍ୟାବଳୀ ଗୁଡ଼ିକର ଫଙ୍କସନ୍ ବା ଉପାଦାନ ଗୁଡ଼ିକ। ଓକେ, ନେକ୍ସଟ ଯିବା UDISE ପାଇଁ ତଥ୍ୟ ଗୁଡ଼ିକ ଲେଖ। UDISE write down the collection of data for UDISE to mention। କ'ଣ ସବୁ ଉପଲବ୍ଧି UDI ର ଉପଲବ୍ଧି ସବୁ କ'ଣ ନା ଗୁଣାତ୍ମକ ବିକାଶ, ସାମାଜିକ ଅର୍ଥନୈତିକ ଲିଙ୍ଗଗତ ଓ ବିକଳାଙ୍ଗର ଇତ୍ୟାଦି, ଶିକ୍ଷକ ଓ ଛାତ୍ର ଉପସ୍ଥାପନ ରହିବା, ଛାତ୍ରମାନଙ୍କର କୃତିତ୍ୱ, ଉପଦେଶ ଓ ପରାମର୍ଶ ରହିବ, ଶିକ୍ଷକମାନଙ୍କ ପ୍ରଶିକ୍ଷଣ ପାଇଁ ଅନୁମୋଦନ କରିବା, ପାଠ୍ୟକ୍ରମ ଓ ସପାଠ୍ୟକ୍ରମ କାର୍ଯ୍ୟବଳୀ ପରିଚାଳନା ଇତ୍ୟାଦି। ନେକ୍ସଟ କ'ଣ ଆସୁଛି SMDCର ଭୂମିକା ଓ ଦାୟିତ୍ୱ ଲେଖ। ବିଦ୍ୟାଳୟର ବାର୍ଷିକ ଯୋଜନା ପ୍ରସ୍ତୁତି କରିବା, ତଥ୍ୟ ସଂଗ୍ରହ କରିବା, ପରିଚାଳନା ନିମନ୍ତ୍ରଣ ନିରାକରଣ ବ୍ୟବସ୍ଥା କରିବା, ବିଦ୍ୟାଳୟ ବିକାଶ ଜନତି ବାର୍ଷିକ ଯୋଜନା ମଧ୍ୟ ପ୍ରସ୍ତୁତି କରିବା, ସାମ୍ପ୍ରଦାୟିକ କାର୍ଯ୍ୟ ମଧ୍ୟରେ ହରିଜନ, ଆଦିବାସୀ ଓ ଅନୁନ୍ନତ ବର୍ଗ ସଂଖ୍ୟାଲଘୁମାନଙ୍କ ମଧ୍ୟରେ ଥିବା ବାଧା ଦୂର ମଧ୍ୟ କରିବା। ଯେ ଯେମିତି କାଷ୍ଟ ପାଇଁ ଯେଉଁ ପ୍ରକାର ଅସୁବିଧା ହେଉଛି ସେସବୁ ଯେମିତି ନ ରୁହେ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ। ଆଉ କ'ଣ ନା ବିଦ୍ୟାଳୟ ମରାମତି ଓ ପରିଚାଳନା କରିବା, ବିଦ୍ୟାଳୟର ରେକର୍ଡ ପ୍ରସ୍ତୁତି ଓ ନିମନ୍ତ୍ରିତ ଏବଂ ଅନିମନ୍ତ୍ରିତ ଖର୍ଚ୍ଚର ରେକର୍ଡ ମଧ୍ୟ ପ୍ରସ୍ତୁତି କରିବା। ତ ସବୁ ପଏଣ୍ଟ ଗୁଡ଼ା ଦିଆଯାଇଛି, ତ ଭଲ ଭାବରେ ବୁଝି ହେଉଥିବ। ନେକ୍ସଟ କ୍ୱେଶ୍ଚନ୍ କ'ଣ ରାଇଟ୍ ଦ ସୋର୍ସ ଅଫ୍ ଷ୍ଟଡି ଅଫ୍ NISO। ଜାତୀୟ ମୁକ୍ତ ବିଦ୍ୟାଳୟ ପାଠ୍ୟକ୍ରମ ଗୁଡ଼ିକ କ'ଣ ନା ପ୍ରଥମ ହେଉଛି ମୁକ୍ତ ମୌଳିକ ଶିକ୍ଷା କାର୍ଯ୍ୟକ୍ରମ କରିବା, ମାଧ୍ୟମିକ ପାଠ୍ୟକ୍ରମ, ଉଚ୍ଚ ମାଧ୍ୟମ ସ୍ତର ପାଇଁ ପାଠ୍ୟ ତାଲିକା କରିବା, ବାଧ୍ୟତାମୂଳକ ଶୈକ୍ଷିକ କାର୍ଯ୍ୟକ୍ରମ, ଜୀବନକୁ ସମୃଦ୍ଧ କରିବାକୁ ଜନିତ କାର୍ଯ୍ୟକ୍ରମ। ଓକେ, ତ ଏଇଟା କ'ଣ ଆସୁଛି, ଏଟା ଆସୁଛି ଜାତୀୟ ମୁକ୍ତ ବିଦ୍ୟାଳୟ NISOର ଶିକ୍ଷାର୍ଥୀ ସହାୟକ ସେବା ଗୁଡ଼ିକ ବା ସେବାମୂଳକ କାର୍ଯ୍ୟ କ'ଣ ଲେଖ। ରାଇଟ୍ ଦ ଷ୍ଟୁଡେଣ୍ଟ ସପୋର୍ଟ ସର୍ଭିସ ଅଫ୍ NISO। କ'ଣ ସବୁ ରହିଛି ନୀତି ଗୁଡ଼ିକ ବ୍ୟବସ୍ଥୀକରଣ କରିବା ଏବଂ ଶିକ୍ଷାର୍ଥୀମାନଙ୍କ ନାମ ଲେଖା ପଞ୍ଜୀକରଣ ସମ୍ବନ୍ଧିତ ଯୋଜନା ବନେଇବା, ଜାତୀୟ ମୁକ୍ତ ବିଦ୍ୟାଳୟ ଓ ସଂଗଠନ କାର୍ଯ୍ୟକ୍ରମରେ ପକ୍ଷପୋଷଣ ଓ ପ୍ରଚାର କରିବା, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ସ୍ତରରେ ଶିକ୍ଷାର୍ଥୀମାନଙ୍କ ନାମ ଲେଖା ପଞ୍ଜୀକରଣ କରିବା, ଶିକ୍ଷାର୍ଥୀମାନଙ୍କର ଅଭିଯାନ ଏବଂ ସମସ୍ୟା ପ୍ରତିକାର କରିବା, ଆଞ୍ଚଳିକ କେନ୍ଦ୍ର ଦ୍ୱାରା ଶିକ୍ଷାର୍ଥୀମାନଙ୍କୁ ସହଯୋଗିତା ବଢ଼ାଇବା, TMA ବା ଦତ୍ତ କାର୍ଯ୍ୟ ମାଧ୍ୟମରେ ଶିକ୍ଷାର୍ଥୀମାନଙ୍କ ନିରବଚ୍ଛିନ୍ନ ମୂଲ୍ୟ ନିର୍ଦ୍ଧାରଣ କରିବା। ଆଉ କ'ଣ ଆସୁଛି ବୃତ୍ତିମୂଳକ ଶିକ୍ଷାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଲେଖ। ବୃତ୍ତିମୂଳକ ଶିକ୍ଷାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ। ରାଇଟ୍ ଡାଉନ୍ ଦ ଏମ୍ସ ଆଣ୍ଡ ଅବଜେକ୍ଟିଭ ଅଫ୍ ଭୋକେସନାଲ ଏଜୁକେସନ। ତ ପ୍ରଥମ କ'ଣ ରହୁଛି ନା କର୍ମକେନ୍ଦ୍ରିକ ଉତ୍ପାଦନଶୀଳ ଶିକ୍ଷାର ଅଭିବୃଦ୍ଧି, ବିକାଶ ଶିକ୍ଷାର ବିକାଶ, କର୍ମାନୁଭୂତି,
ଜାତୀୟ ଅର୍ଥନୀତିର ବିକାଶ, ଅସହାୟତା ଦୂରୀକରଣ କରିବା, ଗୋଷ୍ଠୀ ସେବାର ବ୍ୟବସ୍ଥା କରିବା, ଆଧୁନିକରଣ କରିବା, ଆଧୁନିକ ଓ ପ୍ରାଚୀନତାର ସମନ୍ୱୟ। ଓକେ, ନେକ୍ସଟ ଆସିବ କ'ଣ ନା ପାଖରେ କ୍ୱେଶ୍ଚନ୍। ତ ପାଖରେ କ୍ୱେଶ୍ଚନ୍ ଗୁଡ଼ିକ ମୁଁ ଡିସ୍କସ୍ କରୁନାହିଁ, ଡିସ୍କସ୍ କଲେ ଅଧିକ ଟାଇମ୍ ଯିବ। ତ ଧୀରେ ଧୀରେ ମୁଁ ସ୍କୋର କରିଦେଉଛି, ଭିଡ଼ିଓଟିକୁ ଷ୍ଟପ୍ କରି ପଢ଼ିନିଅ। ଷ୍ଟପ୍ ଆଣ୍ଡ ରିଡ୍ କିମ୍ବା ସ୍କ୍ରିନଶଟ୍ ନେଇପାର, ନହେଲେ ମୋ ଟେଲିଗ୍ରାମ ଗ୍ରୁପରେ ଆଡ଼୍ ହେଇଯାଉ, ଯାହାଫଳରେ 2-3 ଘଣ୍ଟା ଭିତରେ PDFଟି ପାଇପାରିବ। ପଏଣ୍ଟ ୱାଇଜ୍ ରିଦିମେଟା କ୍ୱେଶ୍ଚନ୍ ଥିଲା, ତ ସବୁ ଭଲ ଭାବରେ PDFଟି ପାଇପାରିବ। କିମ୍ବା ମୋ କମେଣ୍ଟ ତଳେ କିମ୍ବା କୌଣସି ଭିଡ଼ିଓ କୌଣସି ଟେଲିଗ୍ରାମରେ ଯାଇକି ମୋତେ ମେସେଜ୍ ମଧ୍ୟ କରିପାରିବ, ମୁଁ ତା'ର ନିଶ୍ଚିତ ରୂପେ ଆନ୍ସର୍ ଦେବି। କ୍ଲାସ୍ କେମିତି ଲାଗିଲା ସେସବୁ ବାବଦରେ ଗୋଟେ କମେଣ୍ଟ କର, ସାଙ୍ଗମାନେ ନିଶ୍ଚିତ ସେୟାର କର, ଯାହାଫଳରେ ସେ ଆମ କ୍ଲାସ୍ ଗୁଡ଼ିକ ଆଟେଣ୍ଡ କରିପାରିବେ। Thank you all.